ଆଜି ଗାଁକୁ ମାଛବାଲା ଆସିନଥିଲା, ବୁଧବାର ଥିଲା। ମୁଁ କହିଲି ଆଜି ତ ବୁଧବାର ଅଛି, ମା କ'ଣ ରୋଷେଇ କରିବା? ମା କହିଲେ ମାଛବାଲା ତ ଏପର୍ଯ୍ୟନ୍ତ ଆସିନାହିଁ, ବାପା ବି ନଥିଲେ ଘରେ, କାମକୁ ଯାଇଥିଲେ। ସେଠୁ ମୁଁ କହିଲି କ'ଣ ନା ଗଗୁଆ ଶୁଖୁଆ ଅଛି, ତାକୁ ଓଲକୋବି ଆଳୁ ବାଇଗଣ ପକେଇକି ତାକୁ ଟିକେ ଝୋଳ କରିଦେବୁ ନା। ମୁଁ କହିଲି ହଉ ଠିକ୍ ଅଛି, କରିଦେବା ଆଉ। ମୁଁ ଏଠି ଆଗୁଆ ଓଲକୋବି ଆଳୁ ବାଇଗଣ ଟମାଟୋକୁ ସବୁ ସିଝେଇ ନେଇଥିଲି। ମା ବି ଶୁଖୁଆ ଧୁଆ ଧୋଇ କରିଦେଇଥିଲେ। ମୁଁ କହିଲି ଯେହେତୁ ଏଇଟା ଗୋଟେ ନୂଆ ରେସିପି ବନାଉଛି, ତେଣୁ ଆପଣମାନଙ୍କ ସହିତ ସେୟାର କରିବି, ସେଇଥିପାଇଁ ଏଇଟା ସେୟାର କରୁଛି। ଏଇ ଯେଉଁ ଛୋଟ ଛୋଟ ଚିଙ୍ଗୁଡ଼ିକୁ ଆମ ପଟେ ଗଗୁଆ ଶୁଖୁଆ ବୋଲି କହୁ। ଆପଣମାନଙ୍କ ପଟେ ସବୁ କ'ଣ କ'ଣ କୁହନ୍ତି ମୋତେ କମେଣ୍ଟ ମାଧ୍ୟମରେ ନିହାତି ଜଣାଇବେ। ତାପରେ ଶୁଖୁଆକୁ ଭଲ ଭାବରେ ଧୋଇ ଧାଇକି ତାକୁ ଭଲ ଭାବରେ ଭାଜି ନେଇଥିଲି। ଭାଜି ସାରିଲା ପରେ ସେଇ କଡ଼େଇରେ ଅଳ୍ପ ତେଲ ଦେଇକି ଫାଷ୍ଟ ମୁଁ ଟମାଟୋ ଗୁଡ଼ାକ ପକାଇ ନେଇଛି, କାହିଁକିନା ଟମାଟୋ ଗୁଡ଼ାକ ହେଉଛି ଟିକେ ମଉଳିଯିବ ନା। ମଉଳି ଗଲା ପରେ ମୁଁ ଏଠି ବାଟିକି ରଖିଥିଲି ଯେଉଁ ଅଦା ରସୁଣ ଆଉ ଜିରା, କିଛି ଅଳ୍ପ ସୋରିଷ ଆଉ ପିଆଜ, ତାକୁ ଭଲ ଭାବରେ ପେଷ୍ଟ କରି ନେଇକି ମସଲା ଭଲ ଭାବରେ କଷାକଷି ହେଇସାରିଲା ପରେ ଏଥିରେ ମୁଁ କାଶ୍ମୀରୀ ଲାଲ ମିର୍ଚି ପକାଇଛି। ତାପରେ ଏଥିରେ କିଛି ଧନିଆ ଗୁଣ୍ଡ ପକାଇବା। ଧନିଆ ଗୁଣ୍ଡ ପକାଇକି ମସଲାଟିକୁ ଭଲ ଭାବରେ କଷିବା। ଗୋଟେ କଥା କହିବି, ଶୁଖୁଆ ତରକାରୀ ଲଗେଇକି ଯେତିକି ଭାତ ଖାଇ ହେବ, ମାନେ ମାଛ ଆଉ ଚିକେନରେ ଏତେ ଖାଇ ହେବନି। ଠିକ୍ କହିଲି କି ଭୁଲ କହିଲି, ଆପଣମାନେ ମୋତେ କମେଣ୍ଟ ମାଧ୍ୟମରେ ନିହାତି ଜଣାଇବେ। କାହିଁକିନା ଏଇ ଶୁଖୁଆ ତରକାରୀ ଲଗେଇକି ଭାତ ପୁରା ଟାଣିଦେବ। ଆଉ ପୁଣି ଗଗୁଆ ଶୁଖୁଆ ତରକାରୀ, ଆହୁରି ତ ଭାତ ମାନେ 3 ଡବଲ ଟାଣି ନେବ ଆଉ। ତାପରେ ଏମିତି ମସଲାଟିକୁ ଭଲ ଭାବରେ କଷାକଷି କରିସାରିଲା ପରେ ତାପରେ ଯେଉଁ ମୁଁ ରଖିଥିଲି ଭାଜିକି ଯେଉଁ ସେ ଗଗୁଆ ଶୁଖୁଆ ଆଉ ଯେଉଁ ଆଳୁ ବାଇଗଣ ତାକୁ ଯେଉଁ ସିଝେଇକି ରଖିଥିଲି, ତାକୁ କିଛି ସମୟ ପକାଇକି ମସଲା ସହିତ ଭଲ ଭାବରେ କିଛି କଷାକଷି କରିନେବା, ନହେଲେ ମିକ୍ସ କରିନେବା। କାହିଁକିନା ମସଲା ସହିତ କଷି ନେଲେ ତା'ର ଟେଷ୍ଟଟା ଆହୁରି ଭଲ ଲାଗିବ। ଇଏଗୁଡ଼ାକ ବି ମସଲା ସହିତ ଭଲ ଭାବରେ ବି କଷି ହେଇଯିବ। ଏମିତିକା ମୋର ଦେଶୀ ସବୁ ରେସିପି ମାନେ ଯଦି ଦେଖିବା ପାଇଁ ଚାହୁଁଛନ୍ତି, ତାହେଲେ ମୋ ଚ୍ୟାନେଲଟିକୁ ନିହାତି ସବସ୍କ୍ରାଇବ୍ କରିଦେବେ, ଆଉ ଭିଡ଼ିଓଟିକୁ ଲାଇକ୍ କରିବେ, ଆଉ ସେୟାର ବି କରିବେ। କମେଣ୍ଟ ମାଧ୍ୟମରେ ନିହାତି ଜଣାଇବେ ଆପଣ ଆଉ କେଉଁ ଭିଡ଼ିଓ ଦେଖିବା ପାଇଁ ଚାହୁଁଛନ୍ତି। ମୁଁ ସେଇ ଅନୁସାରେ ହିଁ ଭିଡ଼ିଓ ସବୁ ଆଣିବି। ଏବେ ଭଲ ଭାବରେ କଷାକଷି ହେଇଗଲାଣି। ଏବେ ମୁଁ ସେଥିରେ ଆବଶ୍ୟକ ମୁତାବକ ପାଣି ଦେଇଦେବି। ଏବେ ପାଣି ଦେଇ ସାରିଲା ପରେ ତରକାରୀଟାକୁ କିଛି ସମୟ ପାଇଁ ଫୁଟିବା ପାଇଁ ଛାଡ଼ିଦେବା। ଫୁଟି ସାରିଲା ପରେ ପୁରା ଦେଖନ୍ତୁ ଏଠି ମୋର କେତେ ସୁନ୍ଦର ଭଲ ଭାବରେ ପୁରା ରେଡ଼ି ହେଇଗଲା ଗଗୁଆ ଶୁଖୁଆ ଆଳୁ ବାଇଗଣ ଓଲକୋବିର ଗୋଟେ ଝୋଳ। ମୋତେ ତ ବହୁତ ଜୋରରେ ଭୋକ ଲାଗିଲାଣି এই ଶୁଖୁଆ ତରକାରୀ ଦେଖିକି। ଆପଣମାନଙ୍କୁ ଏ ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ ମାଧ୍ୟମରେ ନିହାତି ଜଣାଇବେ। ଭିଡ଼ିଓଟି ଯଦି ଭଲ ଲାଗିଥାଏ ତାହେଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରିଦିଅନ୍ତୁ। ରହିଲି ସାଙ୍ଗମାନେ, ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ପ୍ଲିଜ୍ ମୋ ଚ୍ୟାନେଲଟାକୁ ସବସ୍କ୍ରାଇବ୍ କରିଦେବେ। ଆଉ ଆପଣମାନଙ୍କ ପଟେ ଏ ଗଗୁଆ ଶୁଖୁଆକୁ ଆଉ କେମିତି ଭାବରେ ରୋଷେଇ କରନ୍ତି, ଆଉ ଏହାର ନାଁଟା କ'ଣ, ମୋତେ ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣାଇବେ। ରହିଲି ସାଙ୍ଗମାନେ।